ଘରବାଡ଼ି ପଟ୍ଟାରେ ଜାତି ଲେଖାଯାଇ ନଥିବାରୁ ଝିଅକୁ ମିଳୁନି ଜାତିଗତ ପ୍ରମାଣପତ୍ର। 41 ବର୍ଷ ତଳେ ସରକାରଙ୍କ ପକ୍ଷରୁ ଭୂମିହୀନ ଜେଜେବାପାଙ୍କୁ ମିଳିଥିଲା ଘରବାଡ଼ି ପଟ୍ଟା। ଏବେ ଝିଅର ଚାକିରି ପାଇଁ ଆବଶ୍ୟକ ପଡ଼ିବାରୁ ପ୍ରମାଣପତ୍ର ପାଇଁ ତହସିଲରେ ଆବେଦନ କଲେ ବାପା, କିନ୍ତୁ ମିଳିଥିବା ଘରବାଡ଼ି ପଟ୍ଟାରେ ଜାତି ଲେଖାଯାଇ ନଥିବାରୁ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ପନ୍ତ ତହସିଲ ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ତୁଣ୍ଡା ଗ୍ରାମର କୁସୁନ ମୁଣ୍ଡା। ତୁଣ୍ଡା ଗ୍ରାମର ସରକାରୀ ଜମିରେ ପୁରୁଷାନୁକ୍ରମେ କେତେକ ମୁଣ୍ଡା ସମ୍ପ୍ରଦାୟର ଲୋକ ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି। 1984 ମସିହାରେ ସରକାରଙ୍କ ପକ୍ଷରୁ ଗ୍ରାମର କୁସୁନ ମୁଣ୍ଡାଙ୍କ ଜେଜେବାପା ନାଥ ମୁଣ୍ଡାଙ୍କ ସମେତ ପ୍ରାୟ 10ରୁ ଅଧିକ ଭୂମିହୀନ ପରିବାରକୁ ଉକ୍ତ ମୌଜାର 4 ଡିସମିଲ୍ ଲେଖାଏଁ ଜମି ଯୋଗାଇ ଦେବା ସହ ପଟ୍ଟା ପ୍ରଦାନ କରାଯାଇଥିଲା। ସମସ୍ତ ପଟ୍ଟାରେ ମୌଜା ଖାତା ପ୍ଲଟ ନମ୍ବର ଉଲ୍ଲେଖ ଥିବା ବେଳେ ସେଥିରେ ଜାତି ଲେଖାଯାଇ ନଥିଲା। ହିତାଧିକାରୀମାନେ ଅଣଶିକ୍ଷିତ ହୋଇଥିବାରୁ ସେତେବେଳେ ଏହି ତ୍ରୁଟି ସମ୍ପର୍କରେ ଜାଣିପାରି ନଥିଲେ। ଏବେ କୁସୁନ ମୁଣ୍ଡାଙ୍କ ଝିଅ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିବାରୁ ଏହି ତ୍ରୁଟି ନଜରକୁ ଆସିଥିବା ଜଣାଯାଇଛି। କୁସୁନ ମୁଣ୍ଡାଙ୍କ ଝିଅ ମିନତି ମୁଣ୍ଡା ମାଟ୍ରିକ ପାସ୍ କରିଥିବା ବେଳେ ଚାକିରି ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ପଡ଼ିବାରୁ ସେ ସେପ୍ଟେମ୍ବର 8 ଏବଂ ଏହା ପୂର୍ବରୁ 2 ଥର ଅନଲାଇନରେ ଆବେଦନ କରିଛନ୍ତି। ଆବେଦନ ବେଳେ କୁସୁନ ମୁଣ୍ଡା ତାଙ୍କ ଜେଜେବାପା ନାଥ ମୁଣ୍ଡାଙ୍କ ନାମରେ ଥିବା ତୁଣ୍ଡା ମୌଜାର ଘରବାଡ଼ି ପଟ୍ଟା ପ୍ରଦାନ କରିଥିଲେ, ମାତ୍ର ସେହି ପଟ୍ଟାରେ ଜାତି ବିଷୟରେ କୌଣସି ସୂଚନା ଉଲ୍ଲେଖ ନଥିଲା। ଫଳରେ ସେ 4 ମାସ ମଧ୍ୟରେ 3 ଥର ଆବେଦନ କରି ପ୍ରମାଣପତ୍ର ପାଇପାରୁନାହାନ୍ତି। ତହସିଲ ଅଫିସରେ ତାଙ୍କ ଆବେଦନକୁ ବାରମ୍ବାର ଖାରଜ କରି ଦିଆଯାଉଛି। ତହସିଲ ଅଫିସ ଦୌଡ଼ି ଦୌଡ଼ି ବାପା କୁସୁନ ମୁଣ୍ଡା ନଆନ୍ତ ହେଲେଣି, ହେଲେ ତାଙ୍କୁ ପ୍ରମାଣପତ୍ର ମିଳିପାରୁନାହିଁ। ପତ୍ନୀକୁ ପ୍ରମାଣପତ୍ର ପ୍ରଦାନ କରିବା ନେଇ ମିନତିଙ୍କ ସ୍ୱାମୀ ଗଣେଶ ମୁଣ୍ଡା ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ଜଣାଯାଇଛି। କୁସୁନ ମୁଣ୍ଡା ଗଣିଜାଙ୍ଗ ତୁଣ୍ଡା, ଆମ ଘର ତୁଣ୍ଡା। ଆଜିକି 4 ମାସ ହେଲାନି ମୋ ଝିଅର ଗୋଟେ ସାର୍ଟିଫିକେଟ୍ ଆପ୍ଲାଏ କରିଥିଲି, କିନ୍ତୁ ଆଜିକି 4 ମାସ ହେଲାନି କି ଜାତି ସାର୍ଟିଫିକେଟ୍ ଦେଉନାହାନ୍ତି। ବାର ମୁଁ ଯେ ବନ୍ତ ତହସିଲ ଦୌଡ଼ୁଛି, ତାପରେ ସେ ମନା କରୁଛନ୍ତି, କହୁଛନ୍ତି କେଉଁଝର କରିକି ଆଣ। କହିଲେ ଏଠି ତୁମ ଆମେ ଜାଗା ଦେଇଛୁ, ଜାତି ନାହିଁ ବୋଲି କହିଲେ ହେଇପାରିବନି କେବେ। ଆଜ୍ଞା, ମୁଁ ଗଣେଶ ମୁଣ୍ଡା, ମୋ ଘର ହେଲା ବେଲଦା। ମୁଁ ମୋ ସ୍ତ୍ରୀ ମିନତି ମୁଣ୍ଡାର ଗୋଟେ କାଷ୍ଟ ସାର୍ଟିଫିକେଟ୍ ପାଇଁ ଆପ୍ଲାଏ କରିଥିଲି। ଆଜ୍ଞା, 2 ଥର ଆପ୍ଲାଏ କଲା ପରେ କ୍ୟାନସଲ୍ ହେଲା, ଆମେ ଜାଣିପାରିଲୁ ନାହିଁ। ତଥାପି ଆମେ ଯାଇଥିଲୁ ତହସିଲକି, ତହସିଲ ମ୍ୟାଡ଼ାମ ଯାଇଥିଲେ ଆମର ଇନକ୍ୱାରି ନାଇଁ ଟ୍ରେନିଂରେ ଯାଇଥିଲେ। ଆମେ ଯାଇକି ଆଡ଼ିସନାଲ୍ ସାର୍ଙ୍କୁ ଭେଟ କରିଥିଲୁ। ଆଡ଼ିସନାଲ୍ ସାର୍ କହିଲେ ଯେ ମୁଁ ପାସ୍ କରିଦେବି, ଆପଣଙ୍କୁ କିଛି ଅସୁବିଧା ହେବ ନାହିଁ। ସେ ବି ଆମକୁ ପ୍ରଶ୍ନ ଦେଇଥିଲେ ଯେ ଆମେ କରିଦେବୁ ବୋଲି। ଆମେ ଅନିଶ୍ଚିନ୍ତାରେ ରହିଲୁ। ତାପରେ ପୁଣି ଥରେ ଆପ୍ଲାଏ କଲୁ। ଆମେ ଆପ୍ଲାଏ କଲା ପରେ ମ୍ୟାଡ଼ାମ ଯେତେବେଳେ ଟ୍ରେନିଂରୁ ଆସିଲେ ଆମର ପୁଣି ଥରେ କ୍ୟାନସଲ୍ କରିଦେଲେ। ଆମେ ତାପରେ ଯାଇକି ମ୍ୟାଡ଼ାମକୁ ଯେତେବେଳେ ପଚାରିଲୁ, ମ୍ୟାଡ଼ାମ କାହିଁକି କ୍ୟାନସଲ୍ କରୁଛନ୍ତି, ଆମକୁ କହିଲେ ତୁମର ଜାତିଗତ ପ୍ରମାଣ କିଛି ନାହିଁ। ତାହେଲେ ଆମେ କହିଲୁ ଆମେ କେଉଁଠୁ ଆଣିବୁ? ତାହେଲେ ଆପଣ ତ ଖତିଆନ ଦେଇଥିଲେ, ଆପଣ ହିଁ ଆମକୁ ଜମି ଦେଇଥିଲେ, ପଟ୍ଟା ଦେଇଥିଲେ ଆପଣ। ତାହେଲେ ଆମେ ସଂଶୋଧନ କେଉଁଠି କରିବୁ? ଆପଣ କରିବେ ନା ଆମେ କରିବୁ? ଆପଣ ତ ନିଜେ ଭୁଲ କରିକି ଦେଇଥିଲେ ଆମକୁ, ଆମେ କେଉଁଠି କରିବୁ ବର୍ତ୍ତମାନ? ଆପଣ ନିଜେ କୁହନ୍ତୁ, ଆମକୁ ଗୋଟେ ଜାତିଗତ ପ୍ରମାଣପତ୍ର ଆପଣ ଦିଅନ୍ତୁ, ଆମେ କେଉଁଠୁ ପାଇବୁ? ଆଉ ମୁଁ ଜିଲ୍ଲାପାଳଙ୍କୁ ଏତିକି ଅନୁରୋଧ କରୁଛି, ଆମର ମୁଖ୍ୟମନ୍ତ୍ରୀକି ଏତିକି ଅନୁରୋଧ କରୁଛି, ଆମକୁ ଜାତିଗତ ପ୍ରମାଣପତ୍ର ଦିଆଯାଉ। ଆମ ଛୁଆଙ୍କର ପିଲା ଛୁଆଙ୍କର ଭବିଷ୍ୟତ ନଷ୍ଟ ହୋଇଯିବ, ଆମେ କ'ଣ କରିବୁ?